3 ବର୍ଷ ପରେ ଭାଙ୍ଗିବ ହୀରାକୁଦ ବନ୍ଧ। ବଡ଼ ଦେଉଳରୁ ମିଳିବ ବଡ଼ ସଂକେତ। ଜଳସମାଧି ନେବ ଓଡ଼ିଶାର 13 ଜିଲ୍ଲା। ବାଂଲାଦେଶରୁ ଓଡ଼ିଶା ଆସିବ ଚିତଳ ମାଛ। କଟକର ନାମ ବଦଳିଯିବ, କେବଳ ବଞ୍ଚିବେ ଈଶ୍ୱର ବିଶ୍ୱାସୀ। ଦର୍ଶକ ବନ୍ଧୁ, ମାଳିକାରେ ହୀରାକୁଦ ବନ୍ଧ ବିଷୟରେ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରାଯାଇଛି। ଆପଣମାନେ ମାଳିକାର ଅନେକ ଭିଡ଼ିଓ ଦେଖିଛନ୍ତି, ହେଲେ ଯାହା ଆମେ ଆପଣଙ୍କୁ ଆଜି କହିବୁ ତାହା ଶୁଣି ଆପଣ ଚମକି ଉଠିବେ। ଦର୍ଶକ ବନ୍ଧୁ, ଯେତେବେଳେ ହୀରାକୁଦ ବନ୍ଧ ଭାଙ୍ଗିବ ତା ପୂର୍ବରୁ ପୁରୀ ମନ୍ଦିରରୁ ବଡ଼ ସଂକେତ ମିଳିବ ବୋଲି ମାଳିକାରେ ଲେଖା ଅଛି। ହୀରାକୁଦ ବନ୍ଧ କାହିଁକି ଭାଙ୍ଗିବ, ବଡ଼ ଦେଉଳରୁ କ'ଣ ବଡ଼ ସଂକେତ ମିଳିବ, ଯାହାକୁ ନେଇ ମାଳିକାରେ ଅନେକ କଥା ଲେଖା ଅଛି। ଦର୍ଶକ ବନ୍ଧୁ, ହୀରାକୁଦ ବନ୍ଧ ମାଟିରେ ତିଆରି ହୋଇଛି ବୋଲି ସମସ୍ତେ ଜାଣିଛେ, ତେବେ ହୀରାକୁଦ ବନ୍ଧ ମଧ୍ୟ ମରାମତି କରାଯାଉଛି। ମାଳିକା ଅନୁସାରେ ହୀରାକୁଦ ବନ୍ଧ ଭାଙ୍ଗିବାକୁ ଆହୁରି 3 ବର୍ଷ ବାକି ଅଛି, ଅର୍ଥାତ୍ 3 ବର୍ଷ ଭିତରେ ହୀରାକୁଦ ବନ୍ଧ ଭାଙ୍ଗିଯିବ। ମାଳିକାରେ ଆହୁରି ମଧ୍ୟ ଲେଖା ଅଛି 2025ରେ ହୀରାକୁଦ ବନ୍ଧ ଭାଙ୍ଗିବ। ତାପରେ ସେଥିରୁ ଏକ ବଡ଼ ଚିତଳ ମାଛ ବାହାରିବ, ଆଉ ତାର ମୃତ୍ୟୁ ହେବ, ଆଉ ତାର ହାଡ଼ରେ ହୀରାକୁଦର କବାଟ ତିଆରି ହେବ। 1947 ମସିହାରେ ହୀରାକୁଦ ବନ୍ଧ କାମ ଆରମ୍ଭ ହୋଇ 1957 ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା। ମାଳିକାରେ କୁହାଯାଇଛି ଯେଉଁ ସମୟରେ ହୀରାକୁଦ ବନ୍ଧ ଭାଙ୍ଗିବ ସେହି ସମୟରେ ସମୁଦ୍ରର ପାଣି ମାଡ଼ି ଆସିବ, ସୃଷ୍ଟିର ହେବ ମହାବିନାଶ। ତେବେ ଯେତେବେଳେ ଏହି ହୀରାକୁଦ ବନ୍ଧ ଭାଙ୍ଗିବ ତା ପୂର୍ବରୁ ପୁରୀ ଶ୍ରୀମନ୍ଦିରରୁ ବଡ଼ ପଥର ଖସିବ। ଦର୍ଶକ ବନ୍ଧୁ, କୁହାଯାଏ ଯେ ବାଂଲାଦେଶ ଉପକୂଳ ସମୁଦ୍ରରେ ଲୋକ ଚିତଳ ମାଛକୁ ଦେଖିଛନ୍ତି, ଯାହା ଦିନେ ଭାରତକୁ ଆସିବ ଆଉ ମା ଶାରଳାଙ୍କୁ ଦର୍ଶନ କରି ତାପରେ ଚିତଳ ମାଛ ମୃତ୍ୟୁବରଣ କରିବ। ଦର୍ଶକ ବନ୍ଧୁ, ଆପଣମାନେ ଚିନ୍ତା କରନ୍ତୁ ଚିତଳ ମାଛର ଆକାର କେତେ ବଡ଼ ହୋଇଥିବ, ଯାହାର ହାଡ଼ରେ ହୀରାକୁଦ ବନ୍ଧ କବାଟ ତିଆରି ହେବ। ହୀରାକୁଦ ବନ୍ଧ ଭାଙ୍ଗିଲେ ଓଡ଼ିଶାର 13 ଜିଲ୍ଲା ଜଳମଗ୍ନ ହେବ। ଯେତେବେଳେ ଓଡ଼ିଶାର 13 ଜିଲ୍ଲା ଜଳମଗ୍ନ ହେବ, କଟକର ନାଁ ବଦଳି ହୋଇ ଅମରାବତୀ ହେବ, ଯାହା ପୂର୍ବରୁ ଥିଲା। କିଛି ଲୋକ ଏକଥାକୁ ଖରାପ ଭାବରେ ବୁଝୁଛନ୍ତି। ଦର୍ଶକ ବନ୍ଧୁ, ଆମେ ଏହାକୁ ମନଗଢ଼ା କାହାଣୀ କହୁନାହୁଁ, ମାଳିକାରେ ଯାହା ବର୍ଣ୍ଣିତ ହୋଇଛି ତାହା ଆମେ କହୁଛୁ। ଦର୍ଶକ ବନ୍ଧୁ, ଏ ମହାପ୍ରଳୟରୁ ବଞ୍ଚିବାର ଗୋଟିଏ ମାତ୍ର ରାସ୍ତା ସତ୍ମାର୍ଗରେ ଚାଲିବା ଆଉ ସତ କଥା କହିବା, ଅନ୍ୟକୁ ଠକିବା ନାହିଁ। ତାହେଲେ ଯାଇ ଏ ବିପଦରୁ ରକ୍ଷା ପାଇପାରିବା।